ଆଜ୍ଞା ନମସ୍କାର। କେତେବେଳେ ଆସିଲେ? ବହୁତ ଡେରି ହେଇଗଲା ଆଜି ଆଉ ହବ ଆଉ ସବୁ ତ ସମୟର ଖେଳ ଆଉ। ଯେମିତି ଏଇ ମାର୍ଚ୍ଚ 29ରେ ଶନି ତାଙ୍କର ଯିବେ, ଛାଡ଼ିବେ କୁମ୍ଭ, ଯିବେ ମୀନକୁ ଏଇ ମାସ 29 ତାରିଖରେ। ଆଉ ଆମେ ଆଜି ଆଲୋଚନା କରିବା ମକର ରାଶି ଉପରେ। ଶନି ହେଲେ ମକର କୁମ୍ଭର ମାଲିକ। ହେଲେ ଆଜି ଆମେ ଆଲୋଚନା କରିବା ମକର ରାଶି ଉପରେ କେତୁ ଚଳନର ପ୍ରଭାବ। ଯଦି ଆପଣଙ୍କର ମକର ରାଶି, ତେବେ ଆଗେ ଆପଣ ଜାତକ ଦେଖନ୍ତୁ। ଆପଣଙ୍କ ଜନ୍ମ ଜାତକରେ କେତୁ କେଉଁଠି ଅଛନ୍ତି? କେତୁ ତାଙ୍କ ମିତ୍ରମାନଙ୍କ ସହ ଅଛନ୍ତି କି ମିତ୍ରଙ୍କ ଦୃଷ୍ଟିରେ ଅଛନ୍ତି କି ଭଲ ଘରେ ଅଛନ୍ତି, ତାହେଲେ ଆମେ ଯେଉଁ ଆଲୋଚନା କରିବା ଯଦି ଖରାପ କଥା, ତାହେଲେ ପୁରା ଖରାପ ଫଳ ହେବନି। କାରଣ ସେ ଭଲ ଜାଗାରେ ଅଛନ୍ତି, ସାହାଯ୍ୟ ପାଇବେ। ଯଦି ଭଲ କଥା ଆଲୋଚନା କରିବା ଆଉ ସେ ଖରାପ ଜାଗାରେ ଅଛନ୍ତି, ତାହେଲେ ଭଲ ବି ପୁରା ମିଳିବନି। ଖରାପ କଥା ଆଲୋଚନା କରିବା, ଖରାପ ଜାଗାରେ ଅଛନ୍ତି ବୋଲେ ଖରାପ ଫଳ ଅଧିକ ହେବ। ଭଲ କଥା ଆଲୋଚନା କରିବା, ଭଲ ଜାଗାରେ ଅଛନ୍ତି, ଭଲ ଫଳ ଅଧିକା ମିଳିବ। ହେଲେ ଭଲ କ'ଣ ମନ୍ଦ କ'ଣ ଟିକେ ଆଲୋଚନା କରିଦେବା। ଯଦି ଜନ୍ମ ଜାତକରେ କେତୁ ତୃତୀୟ, ଷଷ୍ଠ, ଦଶମ ଓ ଏକାଦଶରେ ଥାନ୍ତି, ବା ମେଷ, ବିଛା, ଧନୁ, ମୀନ, କର୍କଟ ବା ସିଂହରେ ଥାନ୍ତି, କିମ୍ବା ମଙ୍ଗଳ ସହିତ, ଚନ୍ଦ୍ର ସହିତ, ରବି ସହିତ ବା ବୃହସ୍ପତିଙ୍କ ସହିତ ଥାନ୍ତି, ତାହେଲେ ସେ ଅବଶ୍ୟ ସୁଫଳ ଦେବେ, ଶୁଭ କାମନା କରିବେ ଏବଂ ଆମର ମଙ୍ଗଳ ହେବ। ଯଦି ସେ ବୁଧ, ଶନି ବା ଶୁକ୍ର ସହ ଥାନ୍ତି, ମିଥୁନ, କନ୍ୟା, ବୃଷ, ତୁଳା, ମକର, କୁମ୍ଭରେ ଥାନ୍ତି, କିମ୍ବା ଲଗ୍ନ ଦ୍ୱିତୀୟ, ଚତୁର୍ଥ, ପଞ୍ଚମ, ସପ୍ତମ, ଅଷ୍ଟମ, ନବମ ବା ଦ୍ୱାଦଶରେ ଥାନ୍ତି, ତାହେଲେ ସେ ଆଦୌ ଶୁଭ ଚିନ୍ତା କରିପାରିବେ ନାହିଁ। ସେ କେବଳ ନିଜ ଚିନ୍ତା କରିବେ, ଆମର ମଙ୍ଗଳ କାମନା କରିବନି, ଅମଙ୍ଗଳ ହେବ। ତେଣୁ ଆଲୋଚନା ବିଷୟବସ୍ତୁରେ ଯଦି ଆମେ ଶୁଭ ଫଳ ଆଲୋଚନା କରିବା ଏବଂ ସେ ଶୁଭ ସ୍ଥାନରେ ଅଛନ୍ତି, ତାହେଲେ ଶୁଭ ଫଳ ଅଧିକ ହେବ। ଶୁଭ କଥା ଆଲୋଚନା କରୁଛେ, ଅଶୁଭ ସ୍ଥାନରେ ଅଛନ୍ତି, ତାହେଲେ ଶୁଭ ଫଳ ପୁରା ମିଳିବନି, ଅଧା ଅଧି ମିଳିବ। ଅଶୁଭ କଥା ଆଲୋଚନା କରୁଛେ, ସେ ଅଶୁଭ ଜାଗାରେ ଅଛନ୍ତି, ତାହେଲେ ଅଶୁଭ ଫଳ ଅଧିକ ମିଳିବ। ଅଶୁଭ କଥା ଆଲୋଚନା କରୁଛେ, ଶୁଭ ଜାଗାରେ ଅଛନ୍ତି, କମିଯିବ। ଏବେ ଆମେ ଆଲୋଚନା କରିବା ପ୍ରଥମେ ମକର ରାଶି, ଉତ୍ତରାଷାଢ଼ା ନକ୍ଷତ୍ର। ମକର ରାଶି, ଉତ୍ତରାଷାଢ଼ା ନକ୍ଷତ୍ର, 21 ବିଭକ୍ତକ 10। ଯଦି ଆପଣଙ୍କର ଜନ୍ମ ପୃଷ୍ଠିରେ 21 ବିଭକ୍ତକ 10 ଲେଖା ହେଇଛି, ତାହେଲେ ଆପଣଙ୍କର ଉତ୍ତରାଷାଢ଼ା ମକର। ଦେଖିବା ଫଳ କ'ଣ ହେବ। ଫଳଟା ଭଲ ନୁହଁ, ଶାରୀରିକ ପୀଡ଼ା ସୃଷ୍ଟି ହେବ। ଶାରୀରିକ ପୀଡ଼ା ବହୁତ କାରଣରୁ ହୁଏ। ଯେମିତି ସାଇକ୍ଲିଂ କଲେ ବହୁତ ବାଟ, ପୁଣି ଫେରିଲେ କଷ୍ଟ ହେଲା। ବୋଝ ବୋହିଲେ, କାଠ ହାଣିଲେ, ଶାରୀରିକ ପରିଶ୍ରମ କଲେ, ହଳ କଲେ, ତାହେଲେ ଶାରୀରିକ ପୀଡ଼ା ହେଲା। ମାଟି ହାଣିଲେ ଶାରୀରିକ ପୀଡ଼ା ହେଲା। କେଉଁଠୁ କିଏ ମାଙ୍କଡ଼କୁ ଟେକା ପକାଉଥିଲା, ସିଏ ଆପଣଙ୍କ ଠିକ ବାଜିଲା, ମୁଣ୍ଡରେ ହେଉ, ଗାଲରେ ହେଉ, ପିଠିରେ ହେଉ, ଶାରୀରିକ ପୀଡ଼ା ହେଲା। ଧକ୍କା ହେଇଗଲା, ଆପଣଙ୍କୁ କିଏ ଡାକି ନାହାନ୍ତି, ଆପଣ ମଧ୍ୟସ୍ଥି କାର୍ଯ୍ୟ କଲେ, ମାଡ଼ ଆପଣରେ ବସିଲା। ପୁରୁଣା ରୋଗ,
जहाँ थिला ता बाहरी पड़ा पीड़ा हम नुआ रोग जमती बसंत ऋतु एखिना बसंत मिलमिला हाड़ फुटी ये सब हबार चांस अच्छी यदि होगला देह हाथ पिंधब परास लगे जदि व्रण होगला बथ होगला भी पीड़ा हम गोड़े कंटा फुटीगला भी पीड़ा हम ये शारीरिक पीड़ा हम तेणु शनि चल केतु 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 चलन रे उत्तर छड़ा मकर को टिके मंद फल मिल शारीरिक पीड़ा है तेणु आम जो कथा आलोचना कले से समस्या हम जदि भल जगह केतु थे ताले से पीड़ा लाघव हम दुख दबनी जदि मंद जगार थे ताले पीड़ा टे कष्ट दब जदि आपणकर श्रवण क्षेत्र माने 22 विभक्त 10 ताहले फल भारी बढ़िया हाँ जिमती उदित सूर्य को देखिले पद्म स्वतः विकसित हुए पूर्ण चंद्र उपरे कईर दृष्टि पड़े जमी से पुलकित हुए आकाश रे मेघ देखिले मयूर जमी खुशी नाचे सेमती 22 नक्षत्र माने श्रवणा नक्षत्र मकर राशि 22 विभक्त 10 को विविध सुख मिल सुख बहुत कारण मिले मुझे कृषक अर्थ व्यय करी शारीरिक श्रम दान करी मो क्षेत्र में फसल करी फसल अमल समय होगला किसी दुरुपयोग है बढ़िया फसल है तेणु मु सुखी हेबी घर को धन मोर संपत्ति आसीज शस्य आसीज पिला मानकर विकास है पिला माने योग्य हो गले मैट्रिक देखा चली फल बाहर पिला माने मोर संतान माने भल पोजिशन रखी मैट्रिक पास कले सुखी हेबी मु जने युवक मत मो जीवन साथी मिलगला मु सुखी हेबी आदौ मो घर संतान नाई एवं लक्षण प्रकाश पाइलानी संतान टे भी है सुखी हेबी बहुत कारण आमको सुख मिलता है जदि केतु जातक भल जगार थे ताहले यही भली विविध सुख मिल नाना प्रकार सुख मिल बहुविध सुख लाभ हेब आर्थिक मानसिक शारीरिक पारिवारिक और सामाजिक सुख मिलवा व्यवस्था ग्रह केतु श्रवणा मकर पाई जोगाई देवे विविध सुख मिल जे एते खुशी होइजिबे कथारे कही हेबनी कर्मानुसार आमे जो कर्म करिचे से कर्म अनुयायी आमको आम संतान सुख भी दब आमको संतान लाभ है भूमि गो स्वर्ण आदि लाभ जनित सुख मिल पारे आम जो कर्म सब करुचे मोर दैनिक इनकम 1,00,000 टका कौन कर सुना किणवी जमी किणवी घर किणवी आ कौन तो महाकुरुपण का दिए ना कौन करी डिपोजिट करेंगे कौन सुतरां आमर आय अनुजाई सुख है बुझे तेणु आम आम संतान लाभ आउ भूमि लाभ आय वृद्धि गो स्वर्ण आदि लाभ जनित सुख मिल जार मन जेड़े तार प्रभु सेड़े कथा ना आम जेजे बापा जेजे माँ कहते जार मन जेड़े तार प्रभु सेड़े बास जड़े मद्यप को दुग्ध पान सुख कौन दे पारे दबने ना मद्यप को मद मिलला से खुशी जे दुग्ध प्रिय ताकू ताहा मिलगले से खुशी हुए चोर को जो चांदीन राति हम माने जन्म आलो पड़ी थी से खुशी हम नहीं तापर अंधार राति है मागी खिया को जो कहबा तू लागी खा माने परिश्रम कर भल लगे
ମାଗି ଖିଆକୁ ମାଗିବାକୁ ଭଲ ଲାଗିବ। ବାର ଦ୍ୱାର ବୁଲିବ, ହାତ ପତେ କହିବ ଦେହି ଦେହି ଦେହି। ସେମିତି ଯାହାକୁ ଯାହା ସୁଖ ଦିଏ ତାକୁ ସିଏ ଯୋଗ ଆସିଗଲେ ତାର ସୁଖ ଆନନ୍ଦ ପ୍ରଭୂତ ଭାବେ ବଢ଼ିଯାଏ। ପୁତ୍ର କନ୍ୟା ଯଦି ନିଜ ଗୋଡ଼ରେ ଠିଆ ହେଲେ ପିତା ମାତାଙ୍କର ଆନନ୍ଦ କହିଲେ ନ ସରେ। ସୁତରାଂ ନିଜ ଜାତକ ଆମେ ଦେଖିବା, ସେଥିରେ ଆମର କେତୁ କେଉଁଠି ଅଛନ୍ତି। ଦାମ୍ପତ୍ୟ ଜୀବନରେ ସବୁଠୁ ଭଲ କଥା ହେଲା ଯଦି ତାଙ୍କର ସନ୍ତାନମାନେ ଟିକେ ଅଗ୍ରଗତି କଲେ, ବିକଶିତ ହେଲେ, ତାପରେ ଯୋଗ୍ୟ ହେଲେ, ରୋଜଗାର କଲେ ଏବଂ ରୋଜଗାର କଲା ପରେ ଯଦି ଛାଇ ଭଳି ପାଖେ ପାଖେ ରହିଲେ, ପିତାମାତାଙ୍କ ଆଦେଶକୁ ନତମସ୍ତକରେ ପାଳନ କଲେ, ସୁଖୀ ହେବେ। ରୋଜଗାର କଲା ପରେ ବାପା ମା କହିବେ ତମେ କିଏ ହୋ, ମୋର ଭାଇ କ'ଣ କରିଥିଲ? ମୁଁ ତ ପଢ଼ିଲି, କଠିନ ପରିଶ୍ରମ କଲି, ଅନିଦ୍ରା ହେଲି, ମୁଁ ମୋ ଗୋଡ଼ରେ ଠିଆ ହେଇଛି, ତମେ କ'ଣ କରୁଛ ଭାଇ? ସବୁ ବାପା ମା ଯାହା ସେୟା କଲ କ'ଣ? ତାର ଭାରି କଷ୍ଟ ହେବ, ଭାରି କଷ୍ଟ ହେବ। କିନ୍ତୁ ସେ ପୁଅ କାହିଁକି ଅବାଟରେ ଯିବ ଜାଣିଛ? ତମ ପାଇଁ, କେବଳ ବାପା ମା ପାଇଁ। ଯଦି ପିଲା ଦିନରୁ ତା କାନକୁ ଠିକ୍ ମୋଡ଼ା ହେଇଥିବ, ଠିକ୍ ଶାସନ ହେଇଥିବ, ଜମା ସେ ଭୁଲ କରିବନି। ଯେଉଁମାନେ ପିଲାଙ୍କୁ କ'ଣ କହନ୍ତି? ଗେହ୍ଲା କରନ୍ତି। ଅତି ଗେହ୍ଲା କୁତା ମୁଣ୍ଡରେ ଚଢ଼େ, ଅତି ଗେହ୍ଲା ଝିଅ ଦାଣ୍ଡରେ ଠିଆ, ଅତି ଗେହ୍ଲା ପୁଅ ମନ ମୋଟିଆ। ଅତି ଗେହ୍ଲା କୁତା ମୁଣ୍ଡରେ ଚଢ଼େ, ଅତି ବୁଦ୍ଧିଆ ଯେ ଏହାକୁ ଗଢ଼େ। ତେଣୁ ଅତି ବୁଦ୍ଧିଆ ହେଲେ ଆମେ ପୁଅ ସନ୍ତାନ ଝିଅମାନଙ୍କ ଠାରୁ ଜମା ଆଦର ପାଇବେନି, ସମ୍ମାନ ପାଇବେନି। ଶାସନ କରନ୍ତୁ। ଲାଳନେ ବହ ବହ ଦୋଷା, ତାଡ଼ନେ ବହ ବହ ଗୁଣା। ଜାଣି କରି ଖେଦେଇ ଗଲେ ଯେତେ ଲାଳନ କରିବେ ସେତେ ଦୁଃଖ ଆପଣଙ୍କ ପାଇଁ, ଯେତେ ଶାସନ କରିବେ ସେତେ ସୁଖ ଆପଣଙ୍କ ପାଇଁ। କାଲି ପାଇଁ ଚିନ୍ତା କରନ୍ତୁ, ଏବେଠୁ ପିଲାଙ୍କୁ ସଂସ୍କାର ଶିଖାନ୍ତୁ, ଶାସନ କରନ୍ତୁ। ଲାଳନେ ବହ ବହ ଦୋଷା, ତାଡ଼ନେ ବହ ବହ ଗୁଣା। ତସ୍ମାତ୍ ପୁତ୍ରଙ୍କୁ ଶିଷ୍ୟଞ୍ଚ ଶାସୟେତ୍ ନତୁ ଲାଳୟେତ୍। ମାତା ଶତ୍ରୁ ପିତା ବୈରୀ ଜନ ବାଳନ ପଠିତ। ପୁଣି ଜାଣିକି ଲେଖିଲେ ସେ ମାତା ହିଁ ଶତ୍ରୁ ହେଇଯାଏ, ପିତା ବି ଶତ୍ରୁ ହେଇଯାଏ। ଯେଉଁ ବାଳ ମାନେ ଶିଶୁ ବା ସନ୍ତାନ ଅର୍ଭକ ଯଦି ସଂସ୍କାର ନ ପାଇଲା, ଶିକ୍ଷା ନ ପାଇଲା, କୋର୍ଥ ପୁତ୍ରର ଜାତେନ ଯୌନ ବିଦ୍ୱାନ ଧାର୍ମିକ, ସିଏ ପୁଅ ଜନ୍ମ ହେଇ ଲାଭ କ'ଣ? ଯେ ବିଦ୍ୱାନ ନୁହଁ କି ଧାର୍ମିକ ନୁହଁ। ଅର୍ଥାତ୍ ପିଲାକୁ ଧର୍ମ ବିଦ୍ୟା ଶିଖାନ୍ତୁ ଆଉ ପ୍ରକୃତ ବିଦ୍ୟା ଶିଖାନ୍ତୁ। ସେ ଆପଣ ସୁଖ ଦେବ, ଆନନ୍ଦ ଶାନ୍ତି ଦେବ। ଏବେ ଆମେ ଯିବା ମକର ରାଶିର ଧନିଷ୍ଠା ନକ୍ଷତ୍ର, ମାନେ 23/10। ତା ଫଳ କ'ଣ ଦେଖିବା? ବହୁତ ଆୟ, ବଳକା ଧନ ବେଶୀ ରହିଯିବ, ତାକୁ ସଞ୍ଚୟ କରିବା। ଧନିଷ୍ଠା ନକ୍ଷତ୍ର ମକର ରାଶିଙ୍କ ପାଇଁ ସଞ୍ଚୟ ମନୋଭାବ। ଆଉ ଯଦି ମୋ ଭଳିଆ କଞ୍ଜୁସ ହେଇଥିବ, ମୋ ଦିନକୁ ଆୟ 3 ଟଙ୍କା, ମୁଁ ଟଙ୍କା ଲେଖା ରଖେ। ଯେତେ କଷ୍ଟ ହଉ, ଯେମିତି ହେଲେ ବି ସ୍ତ୍ରୀ ପିଲାକୁ ଭୁଲେଇ ଭାଲେଇକିରି ଟଙ୍କାଟା ରଖିବି। ପରଦିନ ହିସାବ କରି ଦେଖିଲି ମୋର ହେଇଗଲା କେତେ ନା 98 ଟଙ୍କା। 2 ଟଙ୍କା ରଖିଦେଲି ଆଉ କ'ଣ। ଆଉ କହିଲେ ଆଜି ମୂଲ ମିଳିଲାନି। ଆଉ ସେମାନେ ଭାରି କଷ୍ଟରେ ଚଳିଲେ। ସେଇ ଦିନଠୁ ସେମାନଙ୍କର ମୋ ପ୍ରତି ରାଗ ଆସିଗଲା। କିଏ କୁଆଡ଼େ ଛାଡ଼ି ପଳେଇଗଲେ। ଏକୁଟିଆ ବର୍ତ୍ତମାନ ମୁଁ ମୋର ସବୁଦିନ 2 ଟଙ୍କା ଡିପୋଜିଟ୍ କରିବି, ଗଲା ଏବେ ଟଙ୍କାଟାରେ ଚଳୁଛି। ଏଇଭଳି କଞ୍ଜୁସ ହେବି। ତା ଦିନ ହେଇଗଲା 17 ଟଙ୍କା, 57 ଟଙ୍କା ହେଇଗଲା, ମାନେ ଆଉ ଥରେ 5 ଟଙ୍କା ହେଇଗଲାଣି। ଏବେ 600 ହେଇଯିବ। ସେଦିନ ମୁଁ ପୁରାପୁରି 3 ଟଙ୍କା ରଖିଦେଲି, ଉପାସ ରହିଲି। ଏଭଳି କଞ୍ଜୁସ ଯେ ମୋ ନାଁ ଧଇଲେ ଖାଇବାକୁ ମିଳିବନି। ବୁଝୁଛନ୍ତି ତ? ଏମିତି ହୁଅନ୍ତୁନି। ଆଗେ ନିଜ ପାଇଁ ପେଟ ପୁରା ଖାଅ। କାରଣ ଆପଣ କହିପାରିବେ କାଲି ବଞ୍ଚେଇବେନି, କହିପାରିବେନି ନା। ଆଉ ସଞ୍ଚୟ କରନ୍ତୁ। ସଞ୍ଚୟ ଗୋଟେ ଭଲ ଗୁଣ, କିନ୍ତୁ ନିଜ ଉପରେ ନିର୍ଭର କରୁଥିବା ସ୍ତ୍ରୀ ପିଲାଙ୍କ କଥା ବୁଝନ୍ତୁ। ନିଜେ ମୁଠେ ଖାଆନ୍ତୁ, ଭଲ ପିନ୍ଧନ୍ତୁ, ତାପରେ ବଢ଼ିଲେ ସଞ୍ଚୟ କରନ୍ତୁ। କିନ୍ତୁ ଏଇ ଯେଉଁ ସମୟ ଆସି ପହଞ୍ଚିଛି କେତୁଙ୍କର, କେତୁ ଦୟା କରିବେ 23/10 ନକ୍ଷତ୍ରକୁ ବୋଇଲେ ଧନିଷ୍ଠା ନକ୍ଷତ୍ରକୁ ସେ ଖାଲି ସଞ୍ଚୟ ମନୋଭାବ କରିବେ। ଖର୍ଚ୍ଚ ଯାହା ହଉ ସଞ୍ଚୟ ଖାଲି। ସଞ୍ଚୟ ଇନକମ୍ ଆୟ ହେବ, ବିଭିନ୍ନ ଦିଗରୁ ଆୟ ହେବ। ଚାଷରୁ ବାସରୁ, ବାସ ମାନେ ଆରେ ଘର କରି ଭଡ଼ା ନେଇଛନ୍ତି, ବାସରୁ ଚାଷରୁ ବାସରୁ
वृत्तिरू व्यवसाय चाकरी मूलरू भिक्षारू आईनजीवी प्रवृत्ति बुझे सेवारू जो दिगरे हेले आय प्रबल हम हेले से आयरू अधिक संचय हम देखा संचय हेब किपरि खर्च परे बढ़िले ही संचय हुए तेणु आय बढ़िया हेब नाना लोकंकर नाना विध आय किए केउ उपाय धन रोजगार करे से कथा से एका जाने यही आय पूरापेक्षा अधिक हेब पारिवारिक खर्च परे बढ़ीजीव एणु संचय हेब चाषरू बा बासरू बा चाकरीरू बा सेवारू बा वृत्तिरू बा व्यवसायरू बा व्यवसाय होउथिबा आय बड़का हेब संचय हेब तेणु ईश्वर को डाकुची मु आपण टे सुखे रुहतु शांति रुहतु निज परिवार मंगल कामना करंतु से मुठे भल खाया दिंतु पिंधा दिंतु तापर बढ़ले संचय करंतु आ जमा मो भली कंजूस हुआंतुनी हेले पस्तेबे समय छाड़ी पड़े कई रही पाखे हाँ रही नमस्कार।